आकाशवाणी कटक प्रचार करुछु अति बड़ी जगन्नाथ दास विरचित श्रीमद् भागवतर 43तम भाग। प्रयोजन सुहास महांती। नारायणं नमस्कृत्य नरं चैव नरोत्तमं देवीं सरस्वतीं व्यासं ततो जयमुदीरयेत्। मूकं करोति वाचालं पङ्गुं लङ्घयति गिरिं यत्कृपातमहं वन्दे परमानन्दमाधवम्। ଶୋକମୁନି କହିଲେ, ତପ୍ତ ବୈତରଣୀ ନଦୀରେ ପଡ଼ି ଜୀବ ଛଟପଟ ହୋଇ କଷ୍ଟ ଭୋଗିବାର କଥା। ଜୀବନ ସାରା କରିଥିବା କର୍ମ ଅନୁସାରେ ତହିଁରେ ଫଳ ମିଳେ। ସଂସାରରୁ ତରିବା ପାଇଁ ଘୋର ତମନାଶକାରୀ ହରିଙ୍କୁ ସ୍ମରଣ କର। ସେ ଶ୍ୟାମ ସୁନ୍ଦର, ଶଙ୍ଖ ଚକ୍ର ଗଦା ପଦ୍ମଧାରୀ ଚତୁର୍ଭୁଜ। ସ୍ଥିର ଆସନରେ ବସି ଯୋଗରେ ତାଙ୍କର ଗୋଟିଏ ଗୋଟିଏ ଅବୟବକୁ ଧ୍ୟାନ କରିବ, କର୍ମକୁ ତ୍ୟାଗ କରିବ। ଏହିପରି କଲେ ଜୀବର ନିସ୍ତାର ହେବ, ଆଉ କାଳ ଦଣ୍ଡି ପାରିବ ନାହିଁ। ବ୍ରହ୍ମର ବ୍ରହ୍ମଲୋକରେ ସ୍ଥିତି ହେବ। ସଂସାରକର୍ତ୍ତା ବ୍ରହ୍ମା ବ୍ରହ୍ମଲୋକରେ ଥାନ୍ତି। ସେଠାରେ ଦୁଃଖ ଶୋକ ଜରା ମରଣ କି ଉଦ୍ବେଗ କିଛି ନାହିଁ। ଚିତ୍ତ ଅନର୍ଥ ହେତୁ ନାହିଁ, ଜନ୍ମ ମରଣ ଭୟ କାହିଁ। କେତେ ହିଁ କାଳେ ସେ ଭୁବନେ, ଥାଇ ଚିନ୍ତଇ ଅବଧାନେ। ଲିଙ୍ଗ ଶରୀରେ ପୃଥିବୀରେ, ନିର୍ଭୟ ସେ ସ୍ଥଳେ ବିହରେ। ପୃଥିବୀ ରୂପେ ଜଳେ ଯାଇ, ଯେ ଇଷ୍ଟ ଭୋଗ ତା ଭୁଞ୍ଜଇ। ଅନଳ ମଧ୍ୟେ ତହୁ ସ୍ଥିତି, ଜ୍ୟୋତି ସ୍ୱରୂପ ପ୍ରାଣ ଚିନ୍ତି। ପବନେ କରାଇ ସଂଚାର, ଧରାଇ ପବନ ଶରୀର। ସେ ବାୟୁ କାଳେ ନଭେ ପୁରେ, ସେ ନଭେ ଲିଙ୍ଗ ରୂପ ଧରେ। ସେ ନିତ୍ୟ ଶାନ୍ତି ସନାତନେ, ଆତ୍ମନିରୋଧେ ଆତ୍ମଜ୍ଞାନେ। ପ୍ରବେଶ କରେ ବିଦ୍ୟମାନେ, ବିଜ୍ଞାନ ଆନନ୍ଦ ଚେତନେ। ଆନନ୍ଦ ଜ୍ଞାନ ରସ ଭୋଳେ, ଶାନ୍ତି ଲାଭ ସୁନିଶ୍ଚଳେ। ହେମନ୍ତେ ଧାରଣାନୁଭାବେ, ନିଶ୍ଚେ ପଶଇ ବାସୁଦେବେ। ଅନ୍ତେ ଲଭଇ ଯେଉଁ ଗତି, ତାହାକୁ ବୋଲି ଭାଗବତୀ। ଯହିଁ ପଶିଲେ ଆତ୍ମା ମନ, ନ ଲଭେ ପୁନରାଗମନ। ଶୁଣ ହେନ୍ ରୂପ ପରୀକ୍ଷିତ, ଯେଣୁ ପୁଛିଲୁ ଭାଗବତ। ତେଣୁ କହିଲି ଶ୍ରୁତି ଯୋଗେ, ତୋର ସମୀପେ ଅନୁରାଗୀ। ଦଇବେ କାଳ ଅବସାନ, ଏବେ କହିବା ଦିବ୍ୟ ଜ୍ଞାନ। ସଂସାରେ ସଞ୍ଚରନ୍ତି ଯେତେ, ତାଙ୍କ ତାରଣେ ପଥ ଯେତେ। ଏହିଟି ଜାଣ ଶିବ ପଥ, ତାତହୁଁ ଭକ୍ତି ଯୋଗ ଜାତ। ଯେ କଥା ଶୁଣି ପ୍ରିୟ ଭାବେ, ଭକ୍ତି ଲଭେ ବାସୁଦେବେ। ବ୍ରହ୍ମା
सकल बुझी तिनिबार जे भक्ति जीव सुख पथ ए भावे हेला आत्मेरत से हरि सर्वभूत मध्ये नित्य विहरे आत्मा पदे ए घेनी सर्व आत्मा भावे सर्वदा काणे सर्वठावे हरिंकी श्रुति पथे सुन मुखे निरते नाम भण ए भागवत रस जेते सुजने पिब श्रुति पथे विषया रस रे नरस कहई जगन्नाथ दास। इति श्रीमद्भागवते महापुराणे परमहंस्यां संहितायां द्वितीय स्कन्धे पुरुष संस्था वर्णनम् नाम द्वितीयोऽध्यायः। सुकोवाच शृण परीक्ष पुण्य देहा तुमति पचारिलु जाहा मनुष्य मधि साधु प्राणी मरण काले जाहा जानी एबे कहि विज्ञान सार भक्त जनक विभार ब्रह्म तेजक जार इच्छा ब्रह्म भोजने होई वांछा इंद्रिय सुखे जार भाव से नर इंद्र को पूजीव पुत्र कामरे जार मति से जन पूजे प्रजापति सुंदर रूपे जार भाव से नर पूजन्ति गंधर्व से नर इच्छे दिव्य नारी भावे उर्वशी पूजा करी ईश्वर पूजे विद्यार्थी दंपति कामे उमा सती धर्मार्थी विष्णुर चरणे संतान अर्थी पितृगणे परम पुरुष चरणे जेबासी बंती दास पणे ए भावे ताहांक जीवन जन्म मरणे धन्य धन्य परम पदशील भन्ति कृष्ण चरणे नित्य चिन्ति हरि भक्त जन संगे तरई भव तरंगे ज्ञान प्रसरे भक्ति बळी त्रिगुण हरई निश्चळे। ଶୁଣୁଥିଲେ ଅତିବଡ଼ି ଜଗନ୍ନାଥ ଦାସ ବିରଚିତ ଶ୍ରୀମଦ୍ ଭାଗବତର 43ତମ ଭାଗ। କଣ୍ଠଦାନ କରିଥିଲେ ଲକ୍ଷ୍ମୀକାନ୍ତ ପାଲିତ, ସୁବାସ ଦାସ, ନନ୍ଦିତା ଭଞ୍ଜ ଏବଂ ସେବାରାଣୀ ମହାପାତ୍ର। ବେତାର ସମ୍ପାଦନା ଡକ୍ଟର ବିଚିତ୍ରାନନ୍ଦ ମହାନ୍ତି, ସଙ୍ଗୀତ ପରିଚାଳନା ତାରାକାନ୍ତ ପଣ୍ଡା, ବର୍ଣ୍ଣନା ବସନ୍ତ ମହାନ୍ତି ଏବଂ ପ୍ରଯୋଜନା ସୁହାସ ମହାନ୍ତି।